ଶୋଇଥିବା ଛୁଆକୁ କାନ୍ଧରେ ଧରି ସପିଂ କରିବା ଏତେ କଷ୍ଟ। ଜୟ ଜଗନ୍ନାଥ ସାଙ୍ଗମାନେ, ଆଜି ବ୍ରେକଫାଷ୍ଟ ସାରି ସକାଳୁ ସକାଳୁ ରେଡି ହୋଇ ଅଳ୍ପ କ'ଣ କିଛି ରୋଷେଇବାସ ସାରି ଆମେ ବାହାରିଥିଲୁ ସପିଂରେ। ଆଉ ସପିଂ କଲାବେଳେ ରାସ୍ତାରେ ଏତେ ଭିଡ଼ ଥିଲା ଯେ ପହଞ୍ଚିବା ପାଇଁ ଆମକୁ ପାଖାପାଖି 45 ମିନିଟ୍ ସମୟ ଲାଗିଯାଇଥିଲା। ଫାଇନାଲି ଆମେ ଆସି ପହଞ୍ଚି ଯାଇଥିଲୁ ସପିଂ ମହଲରେ, କିନ୍ତୁ ସପିଂ ମହଲରେ ପହଞ୍ଚିବା ପୂର୍ବରୁ ମୋ ଝିଅ ରାସ୍ତାରେ ହିଁ ଶୋଇପଡ଼ିଥିଲା। ଏଇଠୁ ତ ଦୁଃଖ ଆମର ଆରମ୍ଭ ହେଲା, କାହିଁକି ନା ଗୋଟେ ଶୋଇବା ଛୁଆକୁ କାନ୍ଧରେ ଧରିକି ପୁରା ସପିଂ କରିବାର ଥିଲା। ଆମକୁ କିଛି ଜିନିଷ ଆଣିବାର ଥିଲା, ଆମେ ସେଥିପାଇଁ ଲିଷ୍ଟ ଅନୁସାରେ ଯାଇକି ଠିକ୍ ଜାଗାରେ ପହଞ୍ଚି ଯାଇଥିଲୁ। ଆଉ ଏଠି କିଛି ବାସନ କୁସନ ଦେଖିବାରେ ଲାଗି ପଡ଼ିଥିଲୁ। ଏତେ ରେଟ୍ ଥିଲା ଯେ ତାକୁ ନ ଆଣି ଥୋଇ ଦେଇ ଅଲଗା ଜିନିଷ ଦେଖିଲି। ଝିଅକୁ କାଖେଇକି ବୁଲି ବୁଲି ମୋ ହାତ ପୁରା ଏତେ ଜୋରରେ ବିନ୍ଧୁଥିଲା ଯେ ମୁଁ ସେଥିପାଇଁ ସାଙ୍ଗକୁ ଝିଅକୁ ଦେଇଥିଲି। ଆଉ ସିଏ କହିଲେ ତମେ ଟିକେ ଆରାମସେ ଦେଖ, ଝିଅକୁ ଧରିଛି। ଦିୱାଲି ଆସିଲାଣି ବୋଲି କିଛି ଜାଗାରେ ଏମିତି ଫୁଲ ପୁରା ସଜାସଜି କରି ରଖିଥିଲେ, ଆଉ ଦିୱାଲି ଅଫର ବି ଲାଗିଥିଲା। ଘର ପାଇଁ ଏମିତି କିଛି ପ୍ଲାଷ୍ଟିକର ଡବା ଆଣିବାର ଥିଲା, ମୁଁ ସେଥିପାଇଁ ସେ ଡବା ଦେଖିଥିଲି, କିନ୍ତୁ ମତେ ଯେମିତି ଦରକାର ଥିଲା ସେମିତି କିଛି ବି ଗୋଟେ ବି ପସନ୍ଦ ହେଲାନି। ତାପରେ ମୁଁ ତାକୁ ରଖିଦେଇଥିଲି। ଫାଇନାଲି ଏଠି ଆମର ସପିଂ ସରିଯାଇଥିଲା, ଆଉ ଆମେ ଆସି ପହଞ୍ଚି ଯାଇଥିଲୁ ବିଲିଂ କାଉଣ୍ଟରରେ। ବିଲିଂ କରିସାରି ଘରକୁ ଫେରିଲୁ। ଧରି ଧରି ବୁଲୁଥିବାରୁ ଏତେ କଷ୍ଟ ଲାଗୁଥିଲା, ଆଉ କ'ଣ କହିବି। ଆସି ଆମେ ଘରେ ପହଞ୍ଚି ପୁରା ଥକିକି ବସି ଯାଇଥିଲା, ଆଉ ଠିକ୍ ସମୟରେ ଲାଇନ୍ ବି ପୁରା ଧୋକା ଦେଇଥିଲା। କିନ୍ତୁ ମୋ ଝିଅର ଖୁସି ଦେଖ, ନୂଆ ଜୋତା ପିନ୍ଧିକି ପୁରା ଆରାମସେ ବସି। ତାପରେ ସମସ୍ତେ ମିଶି ଆମେ ସକାଳେ ବନେଇଥିବା ଲଞ୍ଚକୁ ଆରାମସେ ଖାଇ ଦେଇଥିଲୁ। ଏବେ ମୁଁ ଏଠି ଆପଣମାନଙ୍କୁ ଦେଖଉଛି ଯେ ମୁଁ କ'ଣ ସବୁ ସପିଂ କରିଥିଲି। ଏତେ ସାରା ଜିନିଷ ସବୁ ସପିଂ ଆଜି ହେଇଥିଲା। ମାନେ ଯେତେବେଳେ ସପିଂ କରିବାକୁ ଯାଆନ୍ତି ଅଳ୍ପ ଜିନିଷ ଆଣନ୍ତି ନା ବହୁତ ଜିନିଷ ସପିଂ କରନ୍ତି, କମେଣ୍ଟ ମାଧ୍ୟମରେ ଜଣେଇବେ। ଏମିତି ଆହୁରି ଅନେକ ନୂଆ ନୂଆ ଭିଡ଼ିଓ ଦେଖିବା ପାଇଁ ଆମ ଚ୍ୟାନେଲକୁ ସବସ୍କ୍ରାଇବ୍ କରନ୍ତୁ। ରହିଲି, ଜୟ ଜଗନ୍ନାଥ।